ହ୍ୟାଲୋ ଦର୍ଶକ ବନ୍ଧୁ, ଆଜିର ଏଇ ଗ୍ୟାଗି ଘଟଣାଟି ଶୁଣିଲେ ଆପଣଙ୍କ ବାଣ୍ଡ ନିଶ୍ଚୟ ନାଳିଯିବ। କାରଣ ମୁଁ ଏମିତି ଗିଆ ଖାଇଛି ଆପଣମାନଙ୍କୁ କହିଲେ ଆପଣଙ୍କ ଦେହ ଲୋମ ଟାଙ୍କି ଉଠିବ। ମୁଁ ରାଉରକେଲାରେ ପାର୍ଟ ଟାଇମ୍ ଜବ୍ କରୁଥିଲି। ଏଇ ଜବ୍‌ଟି ମୋର ଜଣେ ସାଙ୍ଗ ମୋ ପାଇଁ ବୁଝିଥିଲା କି ରେଶ୍ମା ତୁ ତ ଗାଁରେ ରହୁଛୁ, ଚାଲ ଜବ୍ କରିନେ। ତା ପାଇଁ ମୁଁ ଏଇ ଜବ୍‌ଟି ରାଉରକେଲାରେ କଲି। ପାର୍ଟ ଟାଇମ୍ ମୁଁ ନର୍ସ ହିସାବରେ ସେଠି ଜବ୍ କଲି। ଆଉ ସେଠି ଯାହା ମୋ ସହ ଘଟିଲା ସେଇଟା ଆପଣମାନେ ଶୁଣିଲେ ଆପଣମାନଙ୍କର ଇଚ୍ଛା ବି ହବ ମତେ ଟିକେ ପେଲିବାକୁ। ମୋର ବୟସ 20 ବର୍ଷ। ମୋ ନାଁ ରେଶ୍ମା। ମୋ ଦୁଧ ଗାଣ୍ଡି ବିୟା। ଯାହା ବି ଦେଖିବେ ବହୁତ ବଡ଼ ଆଉ ଟାଇଟ୍ ବିୟାର ମଜା ତ ଆପଣମାନେ ଜାଣିଥିବେ ଦର୍ଶକ ବନ୍ଧୁ। କେଉଁଭଳି ମଜା ଲାଗିବ ଗେଇବାକୁ। ଆଉ ସେ ଡକ୍ଟର ମୋ କୁଆଁରୀ ବିୟା ମଜା ନେଇଗଲା। କାରଣ ମୁଁ ଆଗରୁ କେବେ ବି ଗିଆ ଖାଇନଥିଲି। ଆଉ ମୁଁ ଯେବେ ବି ମୋର ଟିକେ ଗିଆ ଖାଇବା ପାଇଁ ଇଚ୍ଛା ହୁଏ, ମୁଁ ସେମିତି ନିଜେ ନିଜେ ବିୟାରେ ଆଙ୍ଗୁଠି ପୁରେଇ ମୋ ନିଜ ଗଲୁ ମାଡ଼ିଦିଏ। କିନ୍ତୁ ଆଜି ପର୍ଯ୍ୟନ୍ତ କୋଉ ଟୋକାକୁ ଗିଆ ଦେଇନଥିଲି। ତ ଆଉ ସେ ଡକ୍ଟର ମତେ ଯେଉଁଭଳି ଭାବେ ଗେହିଲା ମୁଁ ଆଜି ପର୍ଯ୍ୟନ୍ତ ଭୁଲି ନାହିଁ। ତ ସେଇ ଘଟଣାଟି ଆପଣମାନଙ୍କୁ କହିବାକୁ ଯାଉଛି। ଭିଡ଼ିଓଟି ଜମା ସ୍କିପ୍ କରିବେନି ଆଉ ଶେଷ ଯାଏଁ ଶୁଣନ୍ତୁ। ଆଉ ଟେଙ୍ଗେଇଥିବା ବାଣ୍ଡରେ ମୋ ସବସ୍କ୍ରାଇବ୍ ବଟନକୁ ନିଶ୍ଚୟ ଟିପି ଦେବେ ଏମିତି ବେଧୁଆ ଗୋପନୀୟ କାହାଣୀ ଶୁଣିବା ପାଇଁ। ତ ଚାଲନ୍ତୁ ଡେରି ନକରି ଷ୍ଟାର୍ଟ କରିବା। ସେଦିନ ଥିଲା ମୋର ପ୍ରଥମ ଦିନର ଜଏନିଂ। ଆଉ ମୁଁ ବି ବହୁତ ଖୁସିରେ ସେଦିନ ଜଏନିଂ ପାଇଁ ବାହାରି ଯାଇଥିଲି। ଓ ସେଦିନ ମତେ ବହୁତ ଖୁସି ଲାଗୁଥିଲା। କାରଣ ମୋ ଜୀବନରେ ଫାଷ୍ଟ ଟାଇମ୍ ମୁଁ ଜବ୍ କରୁଥିଲି ଆଉ ସେ ବି ଟାଉନରେ। ମୁଁ ବହୁତ ମଫସଲ ଏରିଆରୁ ଆସିଛି। ତ ନୂଆ ନୂଆ ଜବ୍ କରିବାର ଆଶା ନେଇ କିଏ ବା ଖୁସି ନହବ। ତ ମୁଁ ବି ସେମିତି ଖୁସି ଥିଲି କି ଏଠି ଜବ୍ କରିବି, ଭଲ ଇନକମ୍ କରିବି ଆଉ ଖୁସିରେ ରହିବି। ଏମିତି ମନ ଖୁସିରେ ମୁଁ 2ରୁ 3 ଦିନ କାମ କରିଛି। ହଠାତ୍ ଗୋଟେ ନୂଆ ଡକ୍ଟରଟେ ଜଏନିଂ କରିଗଲେ। ଆଉ ତାପରେ ସିଏ ମତେ ପ୍ରାୟ ଟାଇମ୍ ତାଙ୍କ କାମରେ ମତେ ହେଲ୍ପ କରନ୍ତି। ଆଉ ମତେ ବି ସବୁ କାମ ଦିଅନ୍ତି। ମୁଁ ବି କାମ କରେ। ସେ ସାରଟି ଦେଖିବାକୁ ବହୁତ ବୁଢ଼ା ଟାଇପର। ମିନିମମ୍ 50ରୁ 55 ବର୍ଷ ହବ। ମୁଁ ତାଙ୍କୁ ଭାବେ ହଁ ମୋ ବାପା ବୟସ ଲୋକ ହେବେ। ଆଉ ତାଙ୍କର ଏତେ ଖରାପ ନଜର ମୁଁ ଜାଣିପାରେନି। ମତେ ସବୁ କାମରେ ସିଏ ଡାକନ୍ତି ଏଇଟା କରିଦେ ସେଇଟା କରିଦେ। ମୁଁ ସବୁବେଳେ ତାଙ୍କ କଥା ମାନି ପଳେଇ ଯାଏ। ଆଉ ମୁଁ ତ ଭାବେ କି ଏତେ ବୟସ୍କ ଲୋକଟା ମତେ ଝିଅ ଭଳି ଦେଖୁଛନ୍ତି। ସବୁ କାମରେ ମତେ ଡାକିକି ତାଙ୍କ ନିଜ କାମ କର୍ମ କରୁଛନ୍ତି। ମୁଁ ବି କରିଦିଏ ଖୁସି ଖୁସି। ଆଉ ତା ଭିତରେ ତାଙ୍କର ନଜର ଏମିତି ଥିବ ବୋଲି ମୁଁ ଜାଣିନଥିଲି। ଜାଣିଶୁଣି ଗୋଟେ ଦିନ ମୁଁ ବଇଛି, ସେ ମୋ ଦୁଧ ଫାଙ୍କକୁ ପଶିକି ଅନଉଛନ୍ତି। ମୁଁ କିଛି ଜାଣିପାରିଲି ନାହିଁ। ମୁଁ ଭାବିଲି ମୋ ଡ୍ରେସ୍ ଢିଲା ଅଛି ତ ଦୁଧ ମୋର ବାହାରକୁ ବାହାରିକି ଅଛି। ତ ସିଏ ସେଥିପାଇଁ ତାଙ୍କ ନଜରଟା ପଡ଼ିଯାଇଛି। ତାପରେ ମୁଁ ଗଡ଼ି ଗାଡ଼ି ହୋଇ ସେଦିନ ଡ୍ୟୁଟିରୁ ପଳେଇଗଲି। ତା ପରଦିନ ପୁଣି ମର୍ଣ୍ଣିଂ ସିଫ୍ଟରେ ମୁଁ ଆସିଲି କାମକୁ ମୋର। ଆଉ ସେଦିନ ବି ସେମିତି ସାରଙ୍କର ହାବଭାବ ମତେ ଟିକେ ଅବାଗିଆ ଅବାଗିଆ ଦିନକୁ ଦିନ ଲାଗିଲା। ଯେବେ ପେସେଣ୍ଟକୁ ମେଡ଼ିସିନ କ'ଣ ଦଉଥିବି, ସାରଙ୍କର କାମ ମତେ ଖାଲି ଡାକିକି ଡିଷ୍ଟର୍ବ କରିବେ। ଆଉ ସେଦିନ ମତେ ଡାକିଦେଲେ, କହିଲେ ରେଶ୍ମା ଆଉ ତୁ ଏଇ ଫାଇଲଟା ଦେଖିଲୁ, ଏଇ ପେସେଣ୍ଟଟାକୁ ତୁ ମେଡ଼ିସିନ ଦେଇଛୁ ନା ନାହିଁ। ମୁଁ କହିଲି ହଁ ସାର୍, ମୁଁ ୟାଙ୍କୁ ଦେଇ ଦଉଛି। ଆଉ ତାଙ୍କ ଦାୟିତ୍ୱ ବି ସାର୍ ମୁଁ ହିଁ ନଉଛି। ତାଙ୍କୁ ଇଞ୍ଜେକ୍ସନ ବଗେରା ସବୁ କିଛି ମୁଁ ହିଁ ଦେଉଛି। ସାର୍ କହିଲେ ଆଚ୍ଛା, ଆଉ ରେଶ୍ମା ତୋର କେହି ନାହାନ୍ତି? ମୁଁ କହିଲି କ'ଣ ସାର୍? ସାର୍ କହିଲେ ଆରେ ତୁ କାହାକୁ ଭଲ ପାଉଛୁ? ମୁଁ କହିଲି ନାଇଁ ସାର୍, ମୋର ସେମିତି କିଛି ନାହିଁ। ମତେ ପାଖକୁ ଡାକି କହିଲେ ସୁନା ଝିଅ, ଆଉ ମୋ ପିଠି ପଟେ ହାତକୁ ବାଡ଼େଇ ବାଡ଼େଇ ଆଉଁସିକି ମୋ ଦୁଧକୁ ପୁଳାଏ ଚିପିଦେଲେ। ମୁଁ ସେଠୁ ଚମକି ପଡ଼ିକି ମୁଁ ସାଇଟ୍ ହେଇଗଲି ଗୋଟେ କୋଣରେ ଠିଆ ହୋଇ। ମୁଁ କହିଲି ସାର୍ କ'ଣ ଏଗୁଡ଼ା କ'ଣ କରୁଛନ୍ତି ମୋ ସହ? ସାର୍ କହିଲେ ଦେଖ ରେଶ୍ମା, ଆଗକୁ ଯିବାକୁ ହେଲେ ଏସବୁ କରିବାକୁ ପଡ଼ିବ। ଆଉ ତୁ କ'ଣ ଚାହୁଁନୁ? ତୁ
ଭଲ ଇନକମ୍ କର ଆଉ ଭଲରେ ରହ ଆଉ ପୋଷ୍ଟିଂ ତୋର ଉପରକୁ ହେଇଯିବ। ତାପରେ ମୁଁ କିଛି ସମୟ ସେଠି ଶୁଣି ସ୍ତବ୍ଧ ହୋଇଗଲି। ମୁଁ ସାର୍ଙ୍କୁ କିଛି ବି କହିପାରୁ ନଥାଏ, କାରଣ ମୋର ହାଲତ ସେମିତି ଥିଲା। କାରଣ ଘରର ପରିସ୍ଥିତି ଏତେ ବି ଆମର ଭଲ ନୁହେଁ ଯେ ମୁଁ ସେଠୁ ଆଭଏଡ୍ କରି ସାର୍ଙ୍କୁ ପଳେଇ ଆସିବି। ମୁଁ ସେଠୁ କିଛି ନ ଜାଣି ମୁଁ କହିଲି, ସାର୍ ପ୍ଲିଜ୍ ମୋତେ ଏଗୁଡ଼ା ଭଲ ଲାଗୁନାହିଁ। ମୁଁ ଭାବୁଛି ମୁଁ ଏଠୁ ଜବ୍ ଛାଡ଼ିଦେବି। ତାପରେ ସାର୍ ଆସି ମୋ ପାଖକୁ ଆସି ମୋ ହାତକୁ ଭିଡ଼ି ଆଣି ବସେଇ ଦେଲେ ତାଙ୍କ ଚେୟାର ପାଖେ। ମୋତେ ବୁଝଉଛନ୍ତି, ଦେଖ ତୁ କ'ଣ ଚାହୁଁନୁ ମୋ ପରେ ତୋର କିଛି ଗୋଟେ ବଡ଼ ଜବ୍ ହେଇଯାଉ? ମୁଁ କହିଲି, ସାର୍ କାହାର ବା ଇଚ୍ଛା ନଥାଏ, ଆଉ ମୋତେ କିନ୍ତୁ ଏ କାମ ଜମା ବି ପସନ୍ଦ ନୁହଁ। ସାର୍ କହିଲେ, ଆରେ କିଛି ତ ପାଇବାକୁ ହେଲେ କିଛି ହରେଇବାକୁ ପଡ଼ିବ, ଆଉ ତୁ ଥରୁଟେ ରାଜି ହେଇଯା। ବାସ୍ ଗୋଟେ ଥର ମୋ ମନ କଥା ବୁଝିଦେ, ଆଉ ତୋର ଦରମା ବଢ଼େଇଦେବି, ଆଉ ତୋତେ ଯାହା ବି ଦରକାର ସବୁ କିଛି ମୁଁ ଦେଇଦେବି। ଆଉ ମୁଁ ଜାଣିଛି ଆଉ ତମ ଘର ପରିସ୍ଥିତି ଏତେ ବି ଭଲ ନୁହେଁ, ଆଉ ମୁଁ ତୋର ସବୁ କିଛି ବୁଝିବି। ତ ଏହା ଶୁଣି ସାର୍ଙ୍କର କଥା ମୁଁ କହିଲି, ହଉ ତୁମେ ଯାହା ବି କରିବ ତୁମ ଆଉ ମୋ ଭିତରେ ଏସବୁ ଗୋପନୀୟ ରହିବ, ଆଉ ତମେ କାହାକୁ ବି କହିବ ନାହିଁ। ସାର୍ କହିଲେ, ହଁ ମୁଁ ବି କାହାକୁ କିଛି କହିବିନି। ତାପରେ ସାର୍ ତାଙ୍କ ଅଫିସ୍ ରୁମ୍ରେ ମୋତେ ଦୁଆର ଦେବାକୁ କହିଲେ। ତାପରେ ମୁଁ ଦୁଆର ଦେଇଦେଲି। ତାପରେ ସାର୍ ଆସି ମୋ ପିଠି ପଟୁ ମୋ ଡ୍ରେସ୍ର ଚେନ୍‌କୁ ଆସ୍ତେ ଆସ୍ତେ ଖୋଲିବାକୁ ଲାଗିଲେ। ତାପରେ ମୁଁ ଭିତରେ ପିନ୍ଧୁଥିଲି ଓନ୍ଲି ଗଞ୍ଜିଟିଏ। ମୋ ଗଞ୍ଜିକୁ ପୁରା ଟେକି ଦେଇ ମୋ ଦୁଧରେ ଦୁଇ ହାତରେ ତାଙ୍କର ଦୁଇ ହାତରେ ମୋ ଦୁଧକୁ ଟେକିବାକୁ ଲାଗିଲେ, ପଛପଟୁ କୁଣ୍ଡେଇକି ଧରିକି, ଆଉ ମୋ ଗାଲକୁ, ପିଠିକୁ ଆଉ ବେକକୁ ଚିଫରେ ଚାଟିବାକୁ ଲାଗିଲେ। ବୁଢ଼ା ହେଲେ କ'ଣ ହବ, ପୁରା ରସିକିଆ ବୁଢ଼ାଟିଏ, ତାକୁ ସବୁ କିଛି ମାଲୁମ୍। ମୁଁ ସେମିତି ଠିଆ ହୋଇ ମୋ ଦେହ ହାତ ଥରିବାକୁ ଲାଗୁଛି। ସାର୍ ମୋ ବେକଠୁ ମୋ ଦୁଧ ପର୍ଯ୍ୟନ୍ତ ଖାଲି ଜିଭରେ ଚାଟିବାକୁ ଲାଗିଲେ, ଆଉ ମୋ ଦୁଧକୁ ଜୋରସେ ଦଳିବାକୁ ଲାଗୁଛନ୍ତି। ମୋ ଦୁଧକୁ ଭୀଷଣ ଚିପୁଛନ୍ତି ଆଉ ମୋ ପିଠି ପଟେ ଖାଲି ଜିଭରେ ଚାଟିବାକୁ ଲାଗୁଛନ୍ତି। ମୁଁ ଜମା ସମ୍ଭାଳି ନପାରି ସାର୍ଙ୍କୁ କୁଣ୍ଡେଇ ଦେଲି, ଆଉ ସାର୍ ବି ମୋତେ ଜୋରସେ କୁଣ୍ଡେଇକି ଠିଆ ଠିଆ ମୋ ଚଡ଼ିରେ ହାତ ପୁରେଇ ମୋ ବିଆରେ ଆଙ୍ଗୁଠି ମାରି ସଲେଇବାକୁ ଲାଗିଲେ। ମୁଁ ଖାଲି ଚିଲ୍ଲଉଥାଏ, ଆଃ ମଜା ଲାଗୁଛି ସାର୍, ଆଉ ଟିକେ ଆସ୍ତେ କରନ୍ତୁ, ଏତେ ଜୋରସେ ଆଙ୍ଗୁଠି ପୁରାନ୍ତୁ ନାହିଁ, ଜମା ବି କଷ୍ଟ ହଉଛି, ସମ୍ଭାଳି ପାରୁନି ମୁଁ। ତାପରେ ସାର୍ ଆସ୍ତେ ଆସ୍ତେ ମୋ ବିଆରେ ସାଉଁଳେଇବାକୁ ଲାଗିଲେ। ମୋ ବିଆରେ ବହୁତ ବାଳ ଥିଲା, ଆଉ ସାର୍ ବି ବାଳୁଆ ବିଆକୁ ମୋର ତାଙ୍କ କୋମଳ ହାତରେ ଆଉଁସି ଆଉଁସି ମଜା ନେଉଥିଲେ। ଆଉ ସାର୍ ବହୁତ ସମୟ ମୋ ବିଆରେ ସାଉଁଳେଇବା ପରେ ତାପରେ ସାଙ୍ଗେ ସାଙ୍ଗେ ସେ ଟେବୁଲ୍ ଉପରେ ମୋର ଦୁଇଟାଙ୍କ ମେଲେଇକି ଶୋଇଦେଲେ। ମୋ ବାଳୁଆ ବିଆକୁ ଆଡ଼େଇକି ତାଙ୍କ ମୁହଁରେ ଚାଟିବାକୁ ଲାଗିଲେ। ଜିଭ ପୂରେଇକି ଚାଟୁଛନ୍ତି, ଆଉ ଦୁଇ ଦୁଧକୁ ମୋର ଦୁଇ ହାତରେ ଚିପୁଛନ୍ତି। ତାଙ୍କ ବାଣ୍ଡ ମୁଁ ଜମା ବି ଦେଖି ନଥିଲି କେତେ ବଡ଼ ଆଉ କେତେ ମୋଟା ବୋଲି। ଯେବେ ମୋ ବିଆ ଚାଟି ଚାଟି ପୁରା ଓଦା କରିଦେଲେ, ତାପରେ ତାଙ୍କ ବାଣ୍ଡ ମୋ ମୁହଁରେ ମାଡ଼ିବାକୁ ଲାଗିଲେ। ସାର୍ଙ୍କର ବଡ଼ ବାଣ୍ଡ ଦେଖି ମୁଁ ପୁରା ଡରିଗଲି। ମୁଁ ସାଙ୍ଗେ ସାଙ୍ଗେ କହିଲି, ସାର୍ ମୁଁ ଜମା ବି ପାରିବି ନାହିଁ। ଦର୍ଶକ ବନ୍ଧୁ, 8ରୁ 9 ଇଞ୍ଚ ଲମ୍ବା ବାଣ୍ଡ, ପୁରା ମୋଟା ପାଟକପଡ଼ା କଦଳୀ ଭଳି ହୋଇଛି। ମୋ ବିଆରେ ଗଲେ ମୁଁ ଭାବୁଛି ଷ୍ଟିଚ୍ 4-5ଟା ପଡ଼ିଯିବ। ତାପରେ ସାର୍ କହିଲେ, ଡର ନାହିଁ ପ୍ରିୟେ, ତୁମକୁ ମୁଁ ଆସ୍ତେ ଆସ୍ତେ ଗେଇବି, ଜମା ବି ତମେ ଡରିବନି। ତମ ବିଆକୁ ଏମିତି ଚାଟିଛି, ତମ ବିଆରେ ମୋ ବାଣ୍ଡ ପୁରା ଇଜିଲି ପଶିଯିବ, ତମକୁ ଟିକେ ବି କଷ୍ଟ ଜଣାପଡ଼ିବ ନାହିଁ। ତାପରେ ସାର୍ଙ୍କ କଥା ଶୁଣି ମୁଁ ଆଣ୍ଠୁ ମାଡ଼ି ତଳେ ବସି ପଡ଼ିଲି। ସାର୍ଙ୍କ ଦୁଇ ଜଙ୍ଘକୁ ଦୁଇ ହାତରେ ଧରି ମୁଁ ତାଙ୍କ ବାଣ୍ଡକୁ ଖାଲି ପାଟିରେ ପୂରେଇ
ଆଗ ପଛ କରିଲେ। ସାର୍ଙ୍କ ବାଣ୍ଡ ମଜା ନଉଥାନ୍ତି ସାର୍ ବି ଖାଲି ଉ ଆ କରି ଚିଲଉଥାନ୍ତି। ଆଉ ଜୋରସେ କରି ଚୁଚୁମିବାକୁ ମୋତେ କହିଲେ। ମୁଁ ଜୋରସେ ତାଙ୍କ ବାଣ୍ଡ ଚୁଚୁମିବାକୁ ଲାଗିଲି। ଆଉ ତାଙ୍କ ବାଣ୍ଡକୁ ମୁଠେଇ ପୁଣି ପାଟିରେ ତଳ ଉପର କଲି। କିଛି ସମୟ ଏମିତି ଚାଟିବା ପରେ ସାର୍ ମୋତେ କହିଲେ ଗୋଡ଼ ମେଲେଇକି ଶୋଇପଡ଼ ଷ୍ଟୁଲ୍ ଉପରେ। ମୁଁ ସେଇ ଷ୍ଟୁଲ୍ ଉପରେ ଗୋଡ଼ ମେଲେଇକି ମୁଁ ତାଙ୍କୁ ବିଆଟା ଦେଖେଇ ଦେଲି। ସାର୍ ଠିଆ ହୋଇ ମୋ ବିଆକୁ ଚାଟି ଦେଇ ମୋ ବିଆରେ ଟିକେ ଛେପ ମାରି ନାଳୁଆ କରି ତାଙ୍କ ବାଣ୍ଡକୁ ଆସ୍ତେକିନି ପୂରେଇବାକୁ ଲାଗିଲେ। ତାଙ୍କ ବାଣ୍ଡର ଅଗ ମୋ ବିଆରେ ପଶୁ ପଶୁ ମୁଁ ଜୋରସେ ଚିତ୍କାର କଲି, ସାର୍ ପ୍ଲିଜ୍ ଟିକେ ଆସ୍ତେ କରନ୍ତୁ। ତାପରେ ସାର୍ ଆସ୍ତେ ମୋ ବିଆରେ ପୂରେଇବାକୁ ଲାଗିଲେ। ଆସ୍ତେ ଆସ୍ତେ ଗେଇ ମୋ ବିଆରେ ତାଙ୍କ ବାଣ୍ଡ ସମ୍ପୂର୍ଣ୍ଣ ପଶିଗଲା। ମୁଁ ହାଲକା ଚିଲେଇବାକୁ ଲାଗିଲି। ତାପରେ ସାର୍ ମୋ ବିଆରେ ଯେବେ ବାଣ୍ଡ ପୂରେଇ ଦେଲେ, ତାଙ୍କୁ ଆଉ ଜମା ବି ଯେତେ ବି ମନା କଲି ଆସ୍ତେ କରନ୍ତୁ, ସାର୍ ଆଉ କ'ଣ ଶୁଣିବେ। ସାର୍ ଧକ୍କା ପରେ ଧକ୍କା ମାରି ଚାଲିଲେ। ମୁଁ ସେମିତି ଚିତ୍କାର କରି ଚାଲୁଛି। ଅଫିସ୍ ଘର ଉଆରେ ଖାଲି ଚିତ୍କାର କରୁଛି। ବିଆ ବାଣ୍ଡର ଖାଲି ଯିବା ଆସିବାରେ ବିଆ କଚର ମଚର ସାଉଣ୍ଡ ହଉଛି। ସାର୍ ବି ମୋତେ ସେମିତି ନନ୍ଷ୍ଟପ୍ କୁକୁର ଭଳି ଗେଇବାରେ ଲାଗିଲେ। ମୁଁ ଖାଲି ପାଟିରେ ହାତ ଦେଇ ଚିଲଉଛି, ମୁଣ୍ଡରେ ହାତ ଦେଇ ଦଉଛି କଷ୍ଟ ହଉଛି ବୋଲି। ସାର୍ କିନ୍ତୁ ଅମଣିଷ ଭଳି ଗେଇ ଚାଲିଲେ। ତାପରେ ଆଣ୍ଠେଇକି ଦୁଇ ଜଙ୍ଘକୁ ସାଇଡ୍ କରି ପୁଣି ମୋ ଅଣ୍ଟାକୁ ଧରି ଗେଇବାକୁ ଲାଗିଲେ। କିଛି ସମୟ ଗେଇ ମୋତେ ଆଣ୍ଠେଇ ଦେଇ ମୋ ପାଟିରେ ଜବରଦସ୍ତି ବାଣ୍ଡ ପୂରେଇକି ମୋ ଚୁଟିକୁ ଭିଡ଼ି ପୁଣି ଗେଇବାକୁ ଲାଗିଲେ। କହିଲେ, ଆଜି ତୋ ଗାଣ୍ଡି ଆଉ ବିଆ ଦୁଧ ସବୁ ଫଟେଇ ଦେବି। ତୁ ଭାବୁଛୁ ବୁଢ଼ା ବୋଲି ମୋତେ ଗେଇ ଆସୁନି? ମୁଁ କହିଲି, ନାଇଁ ସାର୍, ମୁଁ କେବେ ବି ସେମିତି ଆପଣଙ୍କୁ ଭାବିନି। ଏତିକି କହି ସାର୍ କହିଲେ ମୋ ବାଣ୍ଡର ଅଗକୁ ସେମିତି ଚାଟ୍। ମୁଁ ତାଙ୍କ ବାଣ୍ଡକୁ ମୋ ଜିଭରେ ବୁଲେଇ ମୋ ପାଟି ଦରଜା ହେଇଗଲାଣି। ଚାଟି ତାଙ୍କ ବାଣ୍ଡକୁ ମୋ ମୁହଁ ସାରା ନାଳରେ ଓଦା ହେଇଗଲାଣି। ମୋ ଦୁଧରେ ମୋ ପାଟିରୁ ଛେପଗୁଡ଼ା ପଡ଼ି ଦୁଧ ପୁରା ଓଦା ହେଇଗଲାଣି। ତାପରେ ସାର୍ ମୋ ଦୁଧ ମଝିରେ ତାଙ୍କ ବାଣ୍ଡ ରଖି ପୁଣି ଗେଇବାକୁ ଲାଗିଲେ। କିଛି ସମୟ ପରେ ସାର୍ ତାଙ୍କ ବାଣ୍ଡକୁ ହଲେଇ ମୋ ମୁହଁରେ ସବୁତକ ଧଳା ମାଲ୍ କାଢ଼ିଦେଲେ। ତ ଦର୍ଶକ ବନ୍ଧୁ, ଭିଡ଼ିଓଟି ଏଇଠି ସରୁଛି। ଯଦି ଭଲ ଲାଗିଥିବ ଆପଣମାନେ ଭିଡ଼ିଓଟିକୁ ଲାଇକ୍, ସବସ୍କ୍ରାଇବ୍, ସେୟାର କରିବେ ନିଶ୍ଚୟ।